ଆଜି ରୋରୁଆଠାରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ରୋରୁଆ ବ୍ଲକ ପରିସରରେ ରୋରୁଆ ବିଡିଓ ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ରୋରୁଆ ବ୍ଲକ ଅଧ୍ୟକ୍ଷ ଅଜିତ କୁମାର ତିରିଆ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଝୁନୁରାଣୀ ପିଙ୍ଗୁଆ, ଜିଲ୍ଲା ଦିବ୍ୟାଙ୍ଗ ମହାସଂଘ ସଭାପତି ଅରୁଣ କୁମାର ବେହେରା, ତିଳକୁଟି ସମିତି ସଭ୍ୟା ରଶ୍ମି ମହାନ୍ତ, ପାନପତ୍ରିଆ ସମିତି ସଭ୍ୟ ତପନ କୁମାର ଗିରି, ନରସଣ୍ଡା ସମିତି ସଭ୍ୟା ଲକ୍ଷ୍ମୀ ତିରିଆ ପ୍ରମୁଖ ଉପସ୍ଥିତ ରହି ଦୀପ ଜାଳି ଉଦ୍ଘାଟନ କରିଥିଲେ। ପରେ ଏହି ଶିବିରରେ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗୋଟିଏ ଶିବିର ମଧ୍ୟରେ ଦିବ୍ୟାଙ୍ଗମାନେ ସମସ୍ତ ସୁବିଧା କିପରି ପାଇପାରିବେ ସେଥିପାଇଁ ସମସ୍ତ ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଦିବ୍ୟାଙ୍ଗମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥାନ୍ତି। ଏହାକୁ ଯଥାର୍ଥରେ ପ୍ରତିପାଦିତ କରିଥିଲେ ରୋରୁଆ ବିଡିଓ ପ୍ରେମାନନ୍ଦ ନାୟକ। ନିଜେ ଶିବିରର ସମସ୍ତ ଦାୟିତ୍ୱ ନେବା ସହିତ ଦିବ୍ୟାଙ୍ଗ ରୋଗୀଙ୍କୁ ହୁଇଲ ଚେୟାରରେ ନେଇ ରେଜିଷ୍ଟ୍ରେସନ ଠାରୁ ନେଇ ବିଭିନ୍ନ ସୁବିଧା ଯୋଗାଇ ଦେଉଥିବା ଦେଖିବାକୁ ମିଳିଲା। ପୂର୍ବରୁ ମଧ୍ୟ ବିଡିଓ ଶ୍ରୀଯୁକ୍ତ ବେହେରା ବିଭିନ୍ନ ସମୟରେ ମନରେଗା ଶ୍ରମିକଙ୍କ ସହିତ ମାଟି ଖୋଲିବା ସହିତ ଶ୍ରମିକଙ୍କୁ ସହାୟତା ଯୋଗାଇ ଚର୍ଚ୍ଚାରେ ରହିଥିଲେ। ଏହି ଶିବିରରେ ସମସ୍ତ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି ଦିବ୍ୟାଙ୍ଗମାନଙ୍କ ଯୋଗ୍ୟତା ଅନୁଯାୟୀ କିଏ କେତେ ଶତକଡ଼ା ଦିବ୍ୟାଙ୍ଗ ପରିଚୟ ପତ୍ର ପାଇବା ପାଇଁ ଯୋଗ୍ୟ ଚିହ୍ନଟ କରି ସାର୍ଟିଫିକେଟ ପ୍ରଦାନ କରିଥିଲେ। ଏହି ଶିବିରରେ ସର୍ବମୋଟ 619 ଜଣ ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇଁ ପଞ୍ଜୀକରଣ କରିଥିବା ବେଳେ 291 ଜଣ ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବସବାସ ପାଇଁ 212 ଜଣ, ଭତ୍ତା ପାଇଁ 59 ଜଣ, DRI ଲୋନ୍ ପାଇଁ 5 ଜଣ, ବାଣୀଶ୍ରୀ ପାଇଁ 12 ଜଣ, ପ୍ରଧାନମନ୍ତ୍ରୀ ଆବାସ ପାଇଁ 51 ଜଣ ନାମ ପଞ୍ଜୀକୃତ ହୋଇଛି ଓ 122 ଜଣ ଦିବ୍ୟାଙ୍ଗ ଉପକରଣ ନିମନ୍ତେ ପଞ୍ଜୀକୃତ କରିଛନ୍ତି। ଦିବ୍ୟାଙ୍ଗମାନଙ୍କୁ ସହଯୋଗ ପାଇଁ ସ୍ୱେଚ୍ଛାସେବୀ ସଂଗଠନ, ନିର୍ବାଚିତ ପ୍ରତିନିଧି, ସମାଜସେବୀ, ବ୍ଲକ ପ୍ରଶାସନ ସହିତ ବାରିପଦାରୁ ଆସିଥିବା ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀମାନେ ମଧ୍ୟ ସହଯୋଗ କରିଥିଲେ। ଜିଲ୍ଲା ଦିବ୍ୟାଙ୍ଗ ମହାସଂଘ ସଭାପତି ଅରୁଣ କୁମାର ବେହେରାଙ୍କ ଟିମ୍ ମଧ୍ୟ ଉପସ୍ଥିତ ରହି ଦିବ୍ୟାଙ୍ଗମାନଙ୍କୁ ସମସ୍ତ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ନାୟକ, କାର୍ଯ୍ୟକ୍ରମ ସହାୟକ ଡାକ୍ତର ନାୟକ ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ। ଦେଖନ୍ତୁ, ଜିଲ୍ଲା ସଂଗଠନ ତରଫରୁ ଯେହେତୁ ସଭାପତି ଅଛି ତ ଆମେ ସବୁ ବ୍ଲକ ଯେଉଁ କ୍ୟାମ୍ପ ହେଉଛି ଆମେ ଯାଇଛୁ। ଆପଣମାନେ ସାମ୍ବାଦିକ ମାନେ ବି ଯଦି ଖବର ପ୍ରସାରଣ ଅବ୍ୟବସ୍ଥା ଦେଖିବା ପାଇଁ ବହୁତ ଗୁଡ଼ା ମିଳୁଥିଲା, କିନ୍ତୁ ଜିଲ୍ଲା ଭିତରେ ଛୋଟିଆ ବ୍ଲକ, କିନ୍ତୁ ଏଠୁ ଗୋଟେ ଆମେ ଉଦାହରଣ ନେଇକି ଯାଉଛୁ। ଆଜି ଆପଣମାନଙ୍କ କହୁଛୁ ଛୋଟିଆ ବ୍ଲକ ହେଲେ ବି ଲୋକ ସଂଖ୍ୟା ବହୁତ ଅଛନ୍ତି ଏବଂ ଲୋକ ବହୁତ ଅସୁବିଧାରେ ଅଛନ୍ତି। ତ ଅସୁବିଧାରେ ଥିଲେ ମଧ୍ୟ କେହି ଚିନ୍ତା କରୁନାହାନ୍ତି ଯେ ଆମେ ଅସୁବିଧାରେ ଅଛୁ, କାହିଁକି ନା ଏଠି ବିଡିଓ ଯେ ବ୍ଲକର ହେଡ୍ ହେଉଛି ବିଡିଓ ମହୋଦୟ ଯିଏ ହ୍ୱିଲ ଚେୟାର ଲୋକମାନଙ୍କୁ ନେବା ଆଣିବା କରୁଛନ୍ତି। ସବୁ ଦାୟିତ୍ୱ ନିଜେ ମାନେ ସାଧାରଣ ଜନତା ଭଳିଆ କରୁଛନ୍ତି ଲୋକଙ୍କ ସହିତ ମିଶିକି। ଇଆଡ଼େ ସେବା ଯେଉଁ କରୁଛନ୍ତି ତାଠୁ ଅଧିକା ଆଉ କିଛି କହିବି ନାହିଁ। ତାପରେ ୱାର୍ଡ ମେମ୍ବରରୁ ଷ୍ଟାର୍ଟ କରିକି ଚେୟାରମ୍ୟାନ୍ ପର୍ଯ୍ୟନ୍ତ ସେମାନେ ମଧ୍ୟ ନିଜ ନିଜର କିଏ କୋଉ ଦଳର ଦେଖୁନାହାନ୍ତି, ସେ ସମସ୍ତେ ସେବା କାମରେ ଲାଗିଛନ୍ତି। ତ ଯୋଉ ଛୋଟିଆ ମୋଟିଆ ଯୋଉ ଅସୁବିଧା ଅଛି ଲୋକଙ୍କର ବୁଝିପାରୁନାହିଁ, ତ ଆମେ ତାଙ୍କୁ ଏଠି ଆୱାର କରିଦଉଛୁ ଆଉ ସେମାନଙ୍କୁ କେମିତି କ'ଣ ହେଇପାରିବ ତା ପାଇଁ ଆମେ ସହଯୋଗ କରୁଛୁ। ତ ଏଇ ଉଦାହରଣ ଆମର ଏଇ ବ୍ଲକଟାକୁ ଆମେ ଉଦାହରଣ ହିସାବରେ ନେଲୁ। ଏ ବଡ଼ସାହି ବ୍ଲକ ହେଉଛି ସବୁଠୁ ବଡ଼ ଆଉ ରୋରୁଆ ସବୁଠୁ ଛୋଟ, କିନ୍ତୁ ସବୁ ସୁନ୍ଦର ହିସାବରେ ହେଇଛି। ଆମେ ଜିଲ୍ଲା ପ୍ରଶାସନକୁ ଜଣାଇବୁ, ଏଡିଏମଙ୍କ ସାଙ୍ଗରେ ସେଦିନ ମିଟିଂ ଥିଲା ଯେ ଏଇ ଟାଇପର ସମସ୍ତେ ସହଯୋଗ କଲେ ଯାଇକିରି ଯେ କିଏ କୋଉ ପୋଷ୍ଟରେ ଅଛନ୍ତି ଦେଖିକି ନାହିଁ, ଦିବ୍ୟାଙ୍ଗମାନଙ୍କ ସେବା କରିବା ସମସ୍ତଙ୍କର କର୍ତ୍ତବ୍ୟ। କାହିଁକି ସରକାର ବି କହୁଛନ୍ତି ଏମାନଙ୍କୁ ସବୁ ଟାଇପର ସମ୍ମାନ ଜଣାଅ, ସମସ୍ତଙ୍କୁ ଅଧିକାର ଯାହା ଅଛି କାମ କର। ତ ଆମେ ବହୁତ ଖୁସି ହେଲୁ ଏବଂ ଆମ ତରଫରୁ ଯାହା ସହଯୋଗ ଅଛି ଆମେ କରୁଛୁ। ଆପଣମାନେ ବି ଯୋଉ ଆମେ ଦେଖୁଥିଲୁ ଆସିକି, ଆପଣମାନେ ଗଣମାଧ୍ୟମ ପ୍ରତିନିଧି ହିସାବରେ ନାହିଁ, ଗୋଟେ ସମାଜସେବୀ ହିସାବରେ ଆପଣମାନେ ସେବା କରୁଛନ୍ତି। ତ ଆମକୁ ବହୁତ ଖୁସି ହେଲା ଆଉ ଆମେ ଧନ୍ୟବାଦ ଦେବୁ ବିଡିଓ ସାର୍ଙ୍କୁ ଏପରି କ୍ୟାମ୍ପ ଆୟୋଜନ କରିଥିବାରୁ। ସେବା ପାଇପାରୁନାହାନ୍ତି ଆଜି ପ୍ରାଇଭେଟ ମାନେ ଉପଲବ୍ଧ ହେଉଛନ୍ତି, କ'ଣ କହିବେ ସାର୍? ଏଇଟା ଭୀମଭୋଇ ଭିନ୍ନକ୍ଷମ ସ୍ୱାସ୍ଥ୍ୟ ଶିବିର ପ୍ରତ୍ୟେକ ବର୍ଷ ଆମର ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବ୍ଲକକୁ ଆମେ ଯାଉ। ବିଭିନ୍ନ ସ୍ପେଶାଲିଷ୍ଟ ଏଇ ବିଭାଗର ଯେମିତି ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସ୍ପେଶାଲିଷ୍ଟ ମାନଙ୍କୁ ନେଇ ଏଇ କ୍ୟାମ୍ପଟି କରାଯାଇଥାଏ। ଆମମାନଙ୍କ କନନ ଆଶାଗଳା ବିଭାଗ ଯେମିତି ସେଇଭଳି ଆଉ 4ଟି ବିଭାଗ ରହିଛି। ତ ଆମେମାନେ ଯେଉଁ ବ୍ଲକ
ସ୍ତରକୁ ଆମମାନେ ଯାଇ ଯେଉଁ ଚିକିତ୍ସାର ତ ସୁବିଧା ନୁହଁ, ଇଏ ହେଉଛି ଗୋଟେ ଭିନ୍ନକ୍ଷମ ଯେଉଁମାନେ ସେମାନଙ୍କୁ ଆମେ ଚିହ୍ନଟ କରୁ ଏବଂ ସେମାନଙ୍କୁ ତାଙ୍କର ଭିନ୍ନକ୍ଷମ ସାର୍ଟିଫିକେଟ୍ ଦେବାରେ ଆମେ ସହାୟକ ହଉ ଏବଂ ସେମାନେ ଉପକୃତ ହୁଅନ୍ତି। କାରଣ ଏଇଭଳି ଗୋଟେ ରୋଗାବଳୀ ଉପାନ୍ତ ଅଞ୍ଚଳରୁ ବାରିପଦାକୁ ଯାଇ କିମ୍ବା ଦୂର ଦୂରାନ୍ତକୁ ଯାଇ ଏ ସେବା ସେମାନେ ପାଇବାରୁ ପ୍ରକୃତପକ୍ଷେ ତାଙ୍କ ଦ୍ୱାରା ସମ୍ଭବ ହେଇନଥାଏ। ତେବେ ସରକାରଙ୍କ ଏହା ଗୋଟେ ବହୁମୁଖୀ ଯୋଜନାର ଗୋଟେ ଅନ୍ତର୍ଭୁକ୍ତ, ଏଥିରେ ବହୁତ ଲୋକ ଉପକୃତ ହୁଅନ୍ତି।